ଚିତ୍ର ହେଉଛି ଭୈରବ ଗୁମ୍ଫାର, ଯାହାକି କାଶ୍ମୀରରେ ଅବସ୍ଥିତ। ଏହି ଗୁମ୍ଫାରେ ଏକ ରହସ୍ୟମୟ ଘଟଣା ଘଟିଥିଲା, ଯାହାକୁ ଜାଣିବା ଅତ୍ୟନ୍ତ ଜରୁରୀ ଓ ଲୋକଙ୍କ ଆଗକୁ ଆଣିବା ବି ଜରୁରୀ। ଶହ ଶହ ବର୍ଷ ପୂର୍ବେ ଆଚାର୍ଯ୍ୟ ଅଭିନବ ଗୁପ୍ତା ନାମରେ ତାନ୍ତ୍ରିକ, ଯିଏକି ଯୋଗୀ ଆଉ ସନ୍ଥ ଥିଲେ। ଆଜି ଯେବେ କାଶ୍ମୀର ସହବିଜମର ନାମ ନିଆଯାଏ, ତନ୍ତ୍ରର ନାମ ନିଆଯାଏ, ଶ୍ରୀ ଅଭିନବ ଗୁପ୍ତାଙ୍କ ନାମକୁ ନ ମନେ ପକାଇ କରିବା ଏସବୁ ଅସମ୍ଭବର କଥା ହୁଏ। ଅଭିନବ ଗୁପ୍ତା ଯୋଗୀରେ ଯୋଗୀ ଥିଲେ, ତାନ୍ତ୍ରିକରେ ତାନ୍ତ୍ରିକ ଥିଲେ। ଗୋଟେ ଦିନ କାହାଣୀ ଅନୁସାରେ, ଲୋକମାନଙ୍କର ମାନିବାର ଅନୁସାରେ, ଆଚାର୍ଯ୍ୟ ଅଭିନବ ଗୁପ୍ତା ତାଙ୍କର 1200 ଶିଷ୍ୟମାନଙ୍କୁ ନେଇ ଗୁମ୍ଫା ଆଡ଼େ ଚାଲିଗଲେ। ସମସ୍ତେ ଗୁମ୍ଫାରେ ପଶିଗଲେ ଓ ବସିଗଲେ। ଭୈରବ ସ୍ତୋତ୍ରମ୍, ଯାହାକି 10 ମହାବିଦ୍ୟାର ସମୂହ ଉଚ୍ଚାରଣ ଶୁରୁ କରିଦେଲେ। ହେଲା କ'ଣ କି, ସେହିଦିନ ଠାରୁ ମନାଯାଏ ଯେ ଅଭିନବ ଗୁପ୍ତାଙ୍କୁ ତାଙ୍କର ଶିଷ୍ୟ ଦେଖାଗଲେ ନାହିଁ। ସେ ସେହି ଗୁମ୍ଫାରୁ ଫେରିଲେ ହିଁ ନାହିଁ।